ନା ହୋଇବେ ଜବନ ବେଶ ଏଥକୁ ଅଚ୍ୟୁତି କରିବ କିସ लो ଯାଇ ଫୁଲ ଏଣୁ ହୋଇବେଟି ଅଳପା ଆୟୁଷ ହଉନାହାନ୍ତି ଆଜି ଏମିତି ହେବା ଯୋଗୁଁ ବେଦ ଶାସ୍ତ୍ର ପୁରାଣ ଯାହା ଆମକୁ ଉପଦେଶ ଦେଇଛନ୍ତି ସମାଜରେ ମଣିଷ କେମିତି ଚଳିବା ଉଚିତ ସମାଜରେ ପରିବାରରେ ସଂସାରରେ ଇଏ ମଣିଷ କେମିତି ସଂସାରରେ କେଉଁ ନୀତି ଆଦର୍ଶରେ ଚଳିବା ଉଚିତ ନୀତି ନିୟମରେ ଚଳିବା ଉଚିତ ଏ କଥା ବେଦ ଶାସ୍ତ୍ର ପୁରାଣ ଗୀତା ଭାଗବତ ରାମାୟଣରେ ଏସବୁ ଲେଖା ଅଛି ଆଉ ତାକୁ ଯେତେବେଳେ ହତାଦର କଲେ ତାକୁ ଗୀତାର ବାଣୀ ମହତ ବାଣୀ ଭାଗବତର ବାଣୀ ରାମାୟଣର ବାଣୀ ମହାଭାରତର ବାଣୀ ବେଦ ଉପନିଷଦର ବାଣୀ କି ଯେତେବେଳେ ଆମେ ଶୁଣିଲେ ନାହିଁ ଗ୍ରହଣ କଲେ ନାହିଁ ଜ୍ଞାନଗୁଣୀ ମାନେ ସମାଜ କଳୁଷିତ ହେଇଛି ନାଇଁ ଏଣୁ ହୋଇବେଟି ଅଳ୍ପ ଆୟୁଷ ତେଣୁ ଅଳ୍ପ ଆୟୁଷ ସେଥିରେ ଲେଖା ଅଛି କେମିତି ଚଳିବା ଦରକାର କେମିତି ସକାଳୁ ଉଠିବା ସୂର୍ଯ୍ୟ ଉଦୟ ପୂର୍ବରୁ କରିବ ସ୍ନାନ ଅସ୍ତ ପୂର୍ବରୁ କରିବ ଭୋଜନ ଏ କଥା ଶାସ୍ତ୍ର ପୁରାଣରେ ଗୀତା ଭାଗବତ ବେଦ ପୁରାଣରେ ଲେଖା ହେଇନି କି ଉଦୟ ପୂର୍ବରୁ ସ୍ନାନ କରିବା ଉଚିତ ମନେ ରଖନ୍ତୁ ଏ କଥା ତିନି ପ୍ରକାର ସ୍ନାନର ବିବେଚନା ଋଷି ମୁନିମାନେ ଶାସ୍ତ୍ର ପୁରାଣ ଲେଖିଛନ୍ତି କ'ଣ ସେ ତିନିଟା ସ୍ନାନ ତିନି ପ୍ରକାର ଗାଧେଇବା କ'ଣ ନା ପ୍ରଥମ ଗାଧେଇବା ସ୍ନାନ ହେଉଛି କେତେବେଳେ ନା ଋଷି ସ୍ନାନ ପ୍ରଥମ ସ୍ନାନକୁ ଋଷି ସ୍ନାନ କହନ୍ତି ସେ ସମୟଟା କେତେବେଳେ ନା ଭୋର 4ଟା ବେଳ ବ୍ରାହ୍ମ ମୁହୂର୍ତ୍ତରେ ଯେଉଁମାନେ ଶଯ୍ୟା ତ୍ୟାଗ କରି ବିଛଣାରୁ ଉଠି ଗାଧେଇ ପଡ଼ନ୍ତି ନା ପ୍ରକୃତିରେ ଏକ ଅମୃତ ତତ୍ତ୍ୱ ପରିବ୍ୟାପ୍ତ ହେଇଥାଏ ସେ ସମୟରେ ଉଠିକି ଗାଧେଇବା ତ ଈଶ୍ୱରୀୟ ଭାବନା ଭିତରେ ଅନ୍ତଃକରଣ ଜାଗ୍ରତ ହେଇଯିବ ବୁଝିଲେ ଶରୀର ସୁସ୍ଥ ରହିବ ନିରୋଗ ରହିବ ଯିଏ ଉଦୟ ପୂର୍ବରୁ କରିବେ ସ୍ନାନ ସୂର୍ଯ୍ୟ ଉଦୟ ପୂର୍ବରୁ ଯେଉଁମାନେ ଗାଧେଇ ପଡ଼ନ୍ତି ତାକୁ ଋଷି ସ୍ନାନ କରନ୍ତି ଓ ରୋଗ ବୈରାଗ ଯଦି ଥିବ ତାହା ଦୂର ହେବ ଧୀରେ ଧୀରେ ଆଉ ଯଦି ହେଇନାହିଁ କେବେ ହେବ ନାହିଁ ରୋଗ ବ୍ୟାଧି ଉଦୟ ପୂର୍ବରୁ ଗାଧେଇ ପଡ଼ିଲେ ବଡ଼ ବଡ଼ ରୋଗ ହେବନି ବୁଝିଲେ ରାତି 4ଟାରୁ ଉଠିବା ଏ ଶୀତ ଦିନେ ଯେଉଁ କାଠୁଆ ଶୀତ ପଡ଼ିଥିବ ଏଇ କ'ଣ ସହଜ କଥା ହଁ ଯଦି ଉଠି ପାରୁନ ରାତି 4ଟାରୁ ଠିକ୍ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ପଡ଼ିବା ସୂର୍ଯ୍ୟ ଉଦୟ ପୂର୍ବରୁ ଯଦି ଉଠିକି ଗାଧେଇ ପଡ଼ିବା ତାକୁ ମନୁଷ୍ୟ ସ୍ନାନ କହନ୍ତି ମଣିଷ ସେତେବେଳେ ଗାଧେଇବା ଉଚିତ ବୁଝିଲେ ଯେଉଁମାନେ ସୂର୍ଯ୍ୟ ଉଦୟ ପରେ ଉଠି ଗାଧାନ୍ତି ନା ତା କ'ଣ କହନ୍ତି ରକ୍ତ ସ୍ନାନ ବା ଅସୁର ସ୍ନାନ ଶରୀର ରୋଗଗ୍ରସ୍ତ ହେବ ଏବଂ ଆୟୁଷ ହାନି ହେବ ଦୀର୍ଘାୟୁ ଆଉ ହେବା ନାହିଁ ନିରୋଗ ଜୀବ ନିରୋଗୀ ହେବା ନାହିଁ କି ଦୀର୍ଘାୟୁ ହେବା ନାହିଁ ଅକାଳ ମୃତ୍ୟୁ ହେବ ଅଳ୍ପ ଆୟୁଷ ହେଇଯିବା ବୁଝିଲେ ଏ କଥା ଋଷିମୁନିମାନେ ବେଦ ଶାସ୍ତ୍ରରେ ଲେଖିଛନ୍ତି ଆମେ ତାକୁ ପଢ଼ିଲେ ସିନା ଜାଣିବା ଆଉ ଜାଣିଲେ ସିନା ସେ ଅନୁସାରେ କାମ କରିବା ଜାଣିଛନ୍ତି ନା କିନ୍ତୁ ହେ ଜ୍ଞାନଗୁଣୀ ମଣ୍ଡଳୀ ମହାପୁରୁଷ ସେଇ କଥା କହିଲେ ଯେ ଏଥକୁ ଅଚ୍ୟୁତ କରିବ କି ଚଲୋ ଯାଇ ଫୁଲ ଏଣୁ ହୋଇ ବେଟି ଅଳ୍ପ ଆୟୁଷ ଆଜି କଳିଯୁଗରେ ସମସ୍ତେ ଯଦି ଅଳ୍ପ ଆୟୁଷ ତାର କାରଣ କ'ଣ ନା ଶାସ୍ତ୍ର ନୀତି ଅନୁସାରେ ଦିନଚର୍ଯ୍ୟା ଆମେ କରୁନାହାନ୍ତି ବେଦ ଶାସ୍ତ୍ରରେ ଯେଉଁ ନୀତି ନିୟମ ଲେଖାଯାଇଛି ତାକୁ ଆଜି ମାନୁନାହାନ୍ତି ବୋଲି ଆଜି ଅଳ୍ପ ଆୟୁଷ କି ଏଣୁ ଇବେ ଅଳ୍ପ ଆୟୁଷ ପାପେ ସକଳେ ଯିବେ ନାଶ ଗୋବିନ୍ଦ 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 ପଦୁଗାଳୁଛି ମକରନ୍ଦ ଏଣୁ ହୋଇବେ ଅଳ୍ପ ଆୟୁଷ ପାପେ ସକଳେ ଯିବେ ନାଶ ବେଦଶାସ୍ତ୍ର ପୁରାଣରେ ସବୁ ସମାଜ ସଂସ୍କାର ପାଇଁ ଲେଖା ଅଛି ନୀତି ନିୟମ ସବୁ ଲେଖା ଅଛି ମାନୁନାହାନ୍ତି ଆଉ ଯଦି ମାନୁନାହାନ୍ତି ଯଦି ବେଦଶାସ୍ତ୍ରକୁ ଦୂରେ ତେଦି ଯାଇଛନ୍ତି ଆଦର କରୁନାହାନ୍ତି ତାର ପରିଣାମ କ'ଣ ହେବ ମହାପୁରୁଷ ଲେଖିଛନ୍ତି ସମାଜରେ ଆଜି ଘଟୁଛି କ'ଣ ବୋଲେ ଖୋଡ଼ି ପିହୁସି ହରିବେ ମାତୁଳ ଭାଣିଜି ପାଖେ ରଖିବେ ଲୋ ଭାଇ ଭଉଣୀ ସଙ୍ଗେ ରମିବେ ଯାଇ ଫୁଲ ଗো ଭାଇ ଭଉଣୀ ସଙ୍ଗେ ରମିବେ ଯାଇ ଫୁଲ ଗো ଭାଇ ଭଉଣୀ ସଙ୍ଗେ ରମିବେ ଯାଇ ଫୁଲ ଗো ସମାଜରେ ଦେଖନ୍ତୁ ତାର କିଭଳି ପ୍ରଭାବ ପଡ଼ୁଛି ବେଦ ଶାସ୍ତ୍ରକୁ ହତାଦର ଆଜି କଲେ ନାଇଁ ଏକାକାର ହେଲେ ମହାପୁରୁଷ ଯାହା ଲେଖିଛନ୍ତି ଆପଣ ଦେଖନ୍ତୁ ତାର ପ୍ରଭାବ ପଜିଟିଭ୍ ପଡ଼ୁଛି ନା ନେଗେଟିଭ୍ ପଡ଼ୁଛି ସମାଜ ଉପରେ ଗୀତା ସକାଳେ ଗୀତା
ମଧ୍ୟାହ୍ନରେ ରାମାୟଣ, ସନ୍ଧ୍ୟା ସମୟରେ ଭାଗବତ ଯେଉଁ ଘରେ ପାଠ ହେଉଥିବ ଏ ଜ୍ଞାନୀ ଗୁଣୀ ମଣ୍ଡଳୀ ସେ ପରିବାରରେ ସ୍ୱର୍ଗର ଅନୁଭବ ଆସିଯିବ, ସେ ପରିବାର ମନ୍ଦିର ଭଳିଆ ଲାଗିବ। ଆଉ ଯେଉଁ ପରିବାରରେ କ'ଣ ନା ଗୀତା, ଭାଗବତ, ରାମାୟଣ, ପୁରାଣ ଶାସ୍ତ୍ର ପାଠ ନାହିଁ କି ଦେବତାଙ୍କର ଆରାଧନା ନାହିଁ, ସକାଳେ ସନ୍ଧ୍ୟାରେ ଈଶ୍ୱରଙ୍କୁ ପ୍ରାର୍ଥନା ଆମେ କରୁନାହାନ୍ତି, ସେ ପରିବାର ସେଇଠି ନରକ, ସେ ସ୍ୱର୍ଗ ନୁହଁ ନରକ ଭଳିଆ ଆମକୁ ଲାଗିବ। ଯେଉଁ ପରିବାର ଗୀତା, ଭାଗବତ, ପୁରାଣ ଶାସ୍ତ୍ର ପାଠ ହେଉଥିବ, ପୂଜା ପାଠ ହେଉଥିବ, ସେ ପରିବାର ସ୍ୱର୍ଗର ଅନୁଭବ ଆପଣ କରିବେ। ମହାପୁରୁଷମାନେ କହିଛନ୍ତି ସ୍ୱଧର୍ମେ ନିଧନଂ ଶ୍ରେୟ ପରୋ ଧର୍ମ ଭୟାବହ। ନିଜ ଧର୍ମରେ ପଛେ ମୃତ୍ୟୁବରଣ ଆମେ କରିବାକୁ ପଛେଇବା ନାହିଁ। ନିଜ ଧର୍ମ ରକ୍ଷା ପାଇଁ, ନିଜ ନୀତିରେ ଚଳିବା ପାଇଁ, ନିଜ ସଂସ୍କୃତି ଅନୁସାରେ ଆମର ଚଳଣି କଲାବେଳେ ଯଦି ଆମକୁ ମୃତ୍ୟୁ ସହିତ ସମ୍ମୁଖୀନ ହେବାକୁ ପଡ଼ୁଛି ବା ମୃତ୍ୟୁକୁ ବରଣ କରିବାକୁ ପଡ଼ୁଛି ତାହା କରିନିଅ, ତାହା କ'ଣ ସମାଜ ପାଇଁ ହିତକର ମଙ୍ଗଳକର ହେବ। କିନ୍ତୁ ପରୋ ଧର୍ମ ଭୟାବ, ଅନ୍ୟ ଧର୍ମ, ଅନ୍ୟ ସଂସ୍କୃତିକୁ, ଅନ୍ୟ ପରମ୍ପରାକୁ ଗ୍ରହଣ କରିବା ଇଏ ଭୟାବହ ପରିଣତି ସମାଜ ପାଇଁ, ପରିବାର ପାଇଁ, ଆଗାମୀ ଭବିଷ୍ୟତ ପାଇଁ ଇଏ ସୃଷ୍ଟି କରିବ।